ଆଜି ଆସନ୍ତୁ ଜାଣିବା ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ବହିର ଏକାଦଶ ଅଧ୍ୟାୟ ବଶ୍ଚାସୁର ଓ ବକାସୁର ବଧ। ବଜ୍ରପାତ ଶବ୍ଦ କରି ଯେତେବେଳେ ଅର୍ଜୁନ ବୃକ୍ଷ ଦୁଇଟି ଭୂମିରେ ପଡ଼ିଗଲେ, ନନ୍ଦ ମହାରାଜ ସମେତ ଗୋକୁଳର ସମସ୍ତ ଅଧିବାସୀ ସେ ସ୍ଥାନକୁ ଧାଇଁ ଆସିଲେ। ସେମାନେ ସମସ୍ତେ ଦେଖିକରି ଆଶ୍ଚର୍ଯ୍ୟ ହେଲେ, ଏଇ ଦୁଇଟି ପ୍ରକାଣ୍ଡ ବୃକ୍ଷ କିପରି ହଠାତ୍ ଭୂପତିତ ହେଲା। ସେମାନଙ୍କର ଉପୁଡ଼ି ପଡ଼ିବାର କୌଣସି କାରଣ ଜାଣି ନ ପାରି ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ। ଯେତେବେଳେ ସେମାନେ ଦେଖିଲେ ଯେ ଶିଶୁ ଶ୍ରୀକୃଷ୍ଣଙ୍କୁ ଯଶୋଦା ଦଉଡ଼ିରେ ଉଦୁଖଲରେ ବାନ୍ଧି ଦେଇଛନ୍ତି, ସେତେବେଳେ ସେମାନେ ଭାବିଲେ ଏହା ହେଉଛି କୌଣସି ଅସୁରର କୃତ୍ୟ, ନଚେତ୍ ଏହା କିପରି ସମ୍ଭବ ହେଲା। ତ ସଙ୍ଗେ ସଙ୍ଗେ ସେମାନେ ଅତ୍ୟନ୍ତ ବିଚଳିତ ହୋଇପଡ଼ିଲେ ଯେ ସର୍ବଦା ଶିଶୁ କୃଷ୍ଣଙ୍କ ନିକଟରେ ଏପରି ଅସାଧାରଣ ଘଟଣାମାନ ଘଟୁଛି। ଯେତେବେଳେ ବୟସ୍କ ଗୋପାଳମାନେ ଏ ପ୍ରକାର ଭାବୁଥାନ୍ତି, ସେତିକିବେଳେ ସେଠାରେ ଖେଳୁଥିବା ଛୋଟ ପିଲାମାନେ କହିଲେ ଯେ କୃଷ୍ଣ ଉଦୁଖଲରେ ବନ୍ଧା ହୋଇଥିବା ଦଉଡ଼ିଟାକୁ ଟାଣି ଦେବାରୁ ଗଛ ଦୁଇଟି ଉପୁଡ଼ି ପଡ଼ିଲା। ସେ ପିଲାମାନେ ବଡ଼ମାନଙ୍କୁ ବୁଝାଇ ଦେଲେ, କୃଷ୍ଣ ଦୁଇ ଗଛର ଫାଙ୍କ ମଧ୍ୟରେ ଗଳି ଆସିଲେ ଏବଂ ଉଦୁଖଲଟି ଫାଙ୍କ ମଧ୍ୟରେ ଗଳି ନ ପାରି ଲାଖି ରହିଲା। କୃଷ୍ଣ ଦଉଡ଼ିକୁ ଟାଣିବାକୁ ଆରମ୍ଭ କଲେ ଏବଂ ଗଛ ଦୁଇଟି ଉପୁଡ଼ି ପଡ଼ିଲେ। ସଙ୍ଗେ ସଙ୍ଗେ ଦୁଇଟି ଅତି ତେଜିୟାନ ପୁରୁଷ ଗଛ ଭିତରୁ ବାହାରି ଆସିଲେ ଏବଂ ସେମାନେ କୃଷ୍ଣଙ୍କ ସହିତ କଥାବାର୍ତ୍ତା ହେବାକୁ ଆରମ୍ଭ କଲେ। ଅଧିକାଂଶ ଗୋପାଳ ପିଲାମାନଙ୍କର ଏ କଥାକୁ ବିଶ୍ୱାସ କଲେ ନାହିଁ। ଏହା ଯେ ସମ୍ଭବ ହୋଇପାରେ ଏକଥା ସେମାନେ ବିଶ୍ୱାସ କଲେ ନାହିଁ। ଅବଶ୍ୟ କେତେକ ସେମାନଙ୍କ ମଧ୍ୟରୁ ବିଶ୍ୱାସ କରି ନନ୍ଦ ମହାରାଜଙ୍କୁ କହିଲେ, ଆପଣଙ୍କ ପିଲା ଅନ୍ୟ ପିଲାଙ୍କଠାରୁ ସ୍ୱତନ୍ତ୍ର ଅଟେ, ସେ ଏହା କରିପାରିଥିବ। ନନ୍ଦ ମହାରାଜ ପୁଅର ଏପରି ଅସାଧାରଣ ଶକ୍ତି କଥା ଶୁଣି ହସିବାକୁ ଆରମ୍ଭ କଲେ। ସେ ଆସି ତାଙ୍କର ସେ ଆଶ୍ଚର୍ଯ୍ୟ ଧରଣର ଶିଶୁକୁ ବନ୍ଧନମୁକ୍ତ କରିବା ନିମିତ୍ତ ଦଉଡ଼ି ଖୋଲିଦେଲେ। ନନ୍ଦ ମହାରାଜ ଦ୍ୱାରା ବନ୍ଧନମୁକ୍ତ ହୋଇ ଶ୍ରୀକୃଷ୍ଣ ଗୋପୀମାନଙ୍କ କୋଳକୁ ଚାଲିଗଲେ। ସେମାନେ ତାଙ୍କୁ ଅଗଣାକୁ ନେଇଗଲେ ଏବଂ ତାଳି ମାରି ତାଙ୍କର ଆଶ୍ଚର୍ଯ୍ୟଜନକ କ୍ରିୟାକଳାପର ଗୁଣଗାନ କରିବାକୁ ଲାଗିଲେ। ଏକ ସାଧାରଣ ପିଲାଙ୍କ ପରି କୃଷ୍ଣ ମଧ୍ୟ ସେମାନଙ୍କ ସାଥିରେ ତାଳି ମାରିବାକୁ ଆରମ୍ଭ କଲେ। ଭଗବାନ ଶ୍ରୀକୃଷ୍ଣ ପୂର୍ଣ୍ଣ ରୂପେ ଗୋପୀମାନଙ୍କ ବଶ ହୋଇ ସେମାନଙ୍କ ହାତରେ ଏକ କଣ୍ଢେଇ ପରି ନାଚିବାକୁ ଓ ଗାଇବାକୁ ଆରମ୍ଭ କଲେ। ବେଳେ ବେଳେ ମା ଯଶୋଦା ବସିବା ପାଇଁ ଏକ କାଠପଟା ଆଣିବାକୁ କୃଷ୍ଣଙ୍କୁ କହୁଥିଲେ। ଯଦିଓ କାଠପଟାଟି ଖୁବ୍ ଓଜନିଆ ଥିଲା ଏବଂ ଶିଶୁ ପକ୍ଷରେ ତାକୁ ବହିବା ଅତ୍ୟନ୍ତ କଷ୍ଟକର ଥିଲା, ତଥାପି କୃଷ୍ଣ ତାକୁ କୌଣସି ମତେ ମା ପାଇଁ ଆଣୁଥିଲେ। ବେଳେ ବେଳେ ତାଙ୍କର ପିତା ନାରାୟଣଙ୍କ ପୂଜା କରୁଥିଲା ବେଳେ କୃଷ୍ଣଙ୍କୁ ତାଙ୍କ କାଠପାଦୁକା ବା କୋଠାଉ ଆଣିବାକୁ କହୁଥିଲେ ଏବଂ ଶିଶୁ କୃଷ୍ଣ ଅତି କଷ୍ଟରେ କୋଠାଉକୁ ମୁଣ୍ଡରେ ମୁଣ୍ଡାଇ ବାପାଙ୍କ ପାଖକୁ ଆଣୁଥିଲେ। ଯେତେବେଳେ କୌଣସି ଭାରୀ ପଦାର୍ଥ ଉଠେଇବାକୁ ତାଙ୍କୁ କୁହାଯାଉଥିଲା ଏବଂ ସେ ତାକୁ ଉଠେଇବାକୁ ଅକ୍ଷମ ହେଉଥିଲେ, ସେତେବେଳେ ସେ କେବଳ ତାଙ୍କ ହାତ ହଲାଇ ଦେଉଥିଲେ। ଏହି ପ୍ରକାର ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ସେ ପିତାଙ୍କ ନିକଟରେ ଆନନ୍ଦର ସରୋବର ଥିଲେ। ବୃନ୍ଦାବନର ଅଧିବାସୀଙ୍କ ସମକ୍ଷରେ ଭଗବାନ ଏ ପ୍ରକାର ବାଲ୍ୟଲୀଳା ପ୍ରଦର୍ଶନ କରିବାର କାରଣ ଏହା ହେଲା ଯେ ସେ ବିଶିଷ୍ଟ ଦାର୍ଶନିକ ଏବଂ ଯୋଗୀଋଷିମାନଙ୍କୁ, ଯେଉଁମାନେ କି ସର୍ବଦା ଭଗବାନ ବିଷୟରେ ଚିନ୍ତାମଗ୍ନ ହୋଇ ଭଗବାନଙ୍କୁ ପାଇବାକୁ ଇଚ୍ଛା କରନ୍ତି, ସେମାନଙ୍କୁ ଦେଖିବାକୁ ଚାହାନ୍ତି କିପରି ପରମ ସତ୍ୟ ଭଗବାନ ଭକ୍ତର ବଶ ଏବଂ ଶୁଦ୍ଧ ଭକ୍ତର ଇଚ୍ଛାନୁଯାୟୀ କାର୍ଯ୍ୟ କରନ୍ତି। ଥରେ ଜଣେ ଫଳ ବିକାଳି ନନ୍ଦ ମହାରାଜଙ୍କ ଦାଣ୍ଡକୁ ଆସିଥିଲେ। ଫଳ ବିକାଳି ଡାକୁଥିଲା, କିଏ ଫଳ ନେବ ଆସ ମୋ ଠାରୁ ନେଇଯାଅ। ଫଳ ବିକାଳିର ଏ ଡାକ ଶୁଣି ଶିଶୁ କୃଷ୍ଣ ସାଙ୍ଗେ ସାଙ୍ଗେ କିଛି ଚାଉଳ ହାତରେ ଧରି ଫଳ ବିକାଳିକୁ ଦେଇ ଫଳ ଆଣିବାକୁ ବାହାରି ଆସିଲେ। ସେ କାଳରେ ଏପରି ଜିନିଷ ଅଦଳ ବଦଳ କରି ବ୍ୟବସାୟ ଚଳୁଥିଲା। ତାଙ୍କର ପିତାମାତା ଏପରି ଜିନିଷ ଅଦଳ ବଦଳ କରି ଅର୍ଥାତ୍ ଚାଉଳ ଦେଇ ଫଳ କିଣିବାର କୃଷ୍ଣ ଦେଖିପାରିଥିବେ। ସେଥିପାଇଁ ସେ ତାଙ୍କୁ ଅନୁକରଣ କରି ଚାଉଳ ମୁଠାଏ ଧରି ଫଳ ଆଣିବାକୁ ବାହାରି ଆସିଲେ। କିନ୍ତୁ ତାଙ୍କ ହାତରୁ ଖୁବ୍ ଛୋଟ ଥିଲା ଏବଂ ଭଲ ଭାବରେ ମୁଠା କରି ଧରିବାକୁ ସେ ଜାଣିନଥିଲେ, ତେଣୁ ଚାଉଳ ହାତରୁ ବୁଣି ଯାଇଥିଲା। ଫଳ ବିକାଳି ଏ ଲୀଳା ଦେଖିଲା ଏବଂ ଭଗବାନଙ୍କର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଗଲା। ତେଣୁ ସେ ସାଙ୍ଗେ ସାଙ୍ଗେ ଶିଶୁ କୃଷ୍ଣଙ୍କ ହାତରେ ଯେତିକି ଓଳ ଥିଲା ସେତକ ନେଇ ତାଙ୍କ ହାତରେ ଫଳ ଭରିଦେଲା
ଇତିମଧ୍ୟରେ ସେ ଫଳ ବିକାଳି ଦେଖିଲା ତାର ଫଳ ଟୋକେଇଟି ମଣିମୁକ୍ତାରେ ପୂର୍ଣ୍ଣ ହୋଇଯାଇଛି। ଭଗବାନ ସବୁ କିଛି ଦେଖିପାରନ୍ତି। ଯଦିଓ ବ୍ୟକ୍ତି ଭଗବାନଙ୍କୁ କିଛି ଦିଏ ତଦ୍ୱାରା ସେ ତ କ୍ଷତିଗ୍ରସ୍ତ ହୁଏ ନାହିଁ, ବରଂ ଲକ୍ଷ ଲକ୍ଷ ଗୁଣରେ ଲାଭବାନ ହୁଏ। ଜାମଳ ଅର୍ଜୁନର ମୁକ୍ତିଦାତା ଭଗବାନ ଶ୍ରୀକୃଷ୍ଣ ଥରେ ବଳରାମ ଓ ଅନ୍ୟ ପିଲାମାନଙ୍କ ସାଥିରେ ଯମୁନା କୂଳରେ ଖେଳୁଥିଲେ। ସକାଳ ବେଳା ସେମାନଙ୍କର ଘରକୁ ଫେରିବାର ଡେରି ହେବାର ଦେଖି ବଳରାମଙ୍କ ମାତା ରୋହିଣୀ ସେମାନଙ୍କୁ ଘରକୁ ଡାକି ଆଣିବାକୁ ଗଲେ। କିନ୍ତୁ କୃଷ୍ଣ ଓ ବଳରାମ ସେମାନଙ୍କ ସାଥୀମାନଙ୍କ ସହ ଏପରି ଖେଳରେ ମଜି ଯାଇଥିଲେ ଯେ ସେମାନେ ଘରକୁ ଫେରିବାକୁ ଇଚ୍ଛା କଲେ ନାହିଁ। ସେମାନେ ଅଧିକ ପରିମାଣରେ ଖେଳରେ ମାତି ଉଠିଲେ। ରୋହିଣୀ ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ଅକ୍ଷମ ହେବାରୁ ସେ ଘରକୁ ଫେରିଗଲେ ଏବଂ ସେମାନଙ୍କୁ ଡାକି ଆଣିବାକୁ ମା ଯଶୋଦାଙ୍କୁ ପଠାଇଲେ। ମା ଯଶୋଦା ତାଙ୍କ ପୁତ୍ରକୁ ଏତେ ସ୍ନେହ କରୁଥିଲେ ଯେ ସେ ଯେମିତି ତାଙ୍କୁ ଡାକି ଆଣିବାକୁ ଗଲେ ତାଙ୍କର ସ୍ତନ ଦୁଗ୍ଧରେ ପରିପୂର୍ଣ୍ଣ ହୋଇ ଉଠିଲା। ସେ ଖୁବ୍ ବଡ଼ ପାଟିରେ ଚିତ୍କାର କରି ଡାକିଲେ, ହେ ପିଲାଏ, ଘରକୁ ଫେରି ଆସ, ତୁମର ଭଜନ କରିବା ସମୟ ଅତୀତ ହୋଇଗଲାଣି। ତାପରେ ସେ ପୁଣି କହିଲେ, ହେ କୃଷ୍ଣ, ହେ ମୋର ପଦ୍ମଲୋଚନ ପୁତ୍ର, ଆସ ସ୍ତନ୍ୟପାନ କର, ବହୁତ ଖେଳିଲୁଣି। ହେ ବାବା, ଭାରି ଭୋକ ଲାଗିବଣି। ଏତେ ଦୀର୍ଘ ସମୟ ଧରି ଖେଳିବା ଦ୍ୱାରା ନିଶ୍ଚୟ କ୍ଳାନ୍ତ ହୋଇ ପଡ଼ିବୁଣି। ସେ ମଧ୍ୟ ନିମ୍ନ ପ୍ରକାରେ ବଳରାମଙ୍କୁ କହିଲେ, ହେ ବଂଶର ଗୌରବ ବାବା ବଳରାମ, ତୋର ସାନ ଭାଇ କୃଷ୍ଣଙ୍କ ସହିତ ଶୀଘ୍ର ଫେରି ଆସ। ସକାଳ ପ୍ରହରୁ ଖେଳରେ ମାତିଛ, ନିଶ୍ଚୟ ଭାରି କ୍ଳାନ୍ତ ହୋଇ ପଡ଼ିବଣି। ଦୟାକରି ଫେରି ଆସ ଏବଂ ଘରେ ଭୋଜନ ଗ୍ରହଣ କର। ତୁମର ପିତା ନନ୍ଦରାଜ ତୁମକୁ ଅପେକ୍ଷା କରିଛନ୍ତି। ସେ ଖାଇବେ, ତେଣୁ ତୁମେ ଫେରି ଆସ, ସେ ଖାଇବେ। କୃଷ୍ଣ ଓ ବଳରାମ ଯେମିତି ଶୁଣିଲେ ଯେ ନନ୍ଦ ମହାରାଜ ସେମାନଙ୍କ ଲାଗି ଅପେକ୍ଷା କରିଛନ୍ତି ଏବଂ ସେମାନଙ୍କ ଅନୁପସ୍ଥିତି ଯୋଗୁଁ ଭୋଜନ କରିନାହାନ୍ତି, ସେମାନେ ଫେରିବାକୁ ଆରମ୍ଭ କଲେ। ସେମାନଙ୍କର ଅନ୍ୟ ଖେଳ ସାଥୀମାନେ ଆପତ୍ତି ଉଠାଇଲେ, ଠିକ୍ ଆମ ଖେଳ ଯେତେବେଳେ ଘନେଇ ଆସୁଛି କୃଷ୍ଣ ସେତିକି ବେଳେ ଖେଳ ଛାଡ଼ି ଦେଇ ଚାଲି ଯାଉଛନ୍ତି। ତାପରେ ଆଉ ତାଙ୍କୁ ଆମେ ଖେଳ ଛାଡ଼ିବାକୁ ଦେବୁ ନାହିଁ। ତାଙ୍କ ଖେଳ ସାଥୀମାନେ ତାଙ୍କୁ ଧମକ ଦେଲେ ଯେ ସେମାନେ ଆଉ ତାଙ୍କୁ ସାଥିରେ ଖେଳାଇବେ ନାହିଁ। ଏହା ଶୁଣି କୃଷ୍ଣ ଡରିଗଲେ। ସେ ଆଉ ଘରକୁ ନ ଫେରି ସାଥୀମାନଙ୍କ ସହିତ ଖେଳିବା ପାଇଁ ଲେଉଟି ଆସିଲେ। ଏହା ଦେଖି ମା ଯଶୋଦା ସେ ପିଲାମାନଙ୍କୁ ଗାଳି ଦେଲେ ଏବଂ କୃଷ୍ଣଙ୍କୁ କହିଲେ, ହେ କୃଷ୍ଣ, ତୁମେ କ'ଣ ଭାବୁଛ ଯେ ତୁମେ ଜଣେ ସାଧାରଣ ଦାଣ୍ଡର ପିଲା? ତୁମର ଘରଦ୍ୱାର ନାହିଁ? ଆସ, ଘରକୁ ଫେରି ଆସ। ମୁଁ ଦେଖୁଛି ସକାଳ ପ୍ରହରୁ ଖେଳରେ ମାତି ରହିଥିବା ଯୋଗୁଁ ତୁମ ଶରୀର କିପରି ଧୂଳିଆ ଦୁସରା ହୋଇଯାଇଛି। ଏବେ ଘରକୁ ଆସ, ସ୍ନାନ କର। ଏହା ଛଡ଼ା ତୁମର ଆଜି ଜନ୍ମଦିନ ଉତ୍ସବ, ତେଣୁ ତୁମେ ଘରକୁ ଫେରି ଆସି ବ୍ରାହ୍ମଣମାନଙ୍କୁ ଗାଭୀ ଦାନ ଦେବ। ତୁମେ ଦେଖିପାର ନା ତୁମ ଖେଳ ସାଥୀମାନଙ୍କୁ ସେମାନଙ୍କ ମା ମାନେ କିପରି ଅଳଙ୍କାରରେ ଭୂଷିତ କରିଦେଇଛନ୍ତି। ତୁମେ ସେହିପରି ସଫାସୁତୁରା ହୋଇ ଭଲ ପୋଷାକ ଓ ଅଳଙ୍କାର ପରିଧାନ କରିବା ଉଚିତ। ଦୟାକରି ଫେରି ଆସ, ସ୍ନାନ କର, ସୁନ୍ଦର ପୋଷାକ ପରିଧାନ କର, ତାପରେ ପୁଣି ଖେଳିବାକୁ ଯାଇପାର। ଏହି ପ୍ରକାରେ ମା ଯଶୋଦା ବ୍ରହ୍ମା, ଶିବ ଆଦି ବଡ଼ ବଡ଼ ଦେବତାମାନଙ୍କ ଦ୍ୱାରା ପୂଜିତ ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଡାକିଲେ। ସେ ସେମାନଙ୍କୁ ତାଙ୍କ ସନ୍ତାନ ବୋଲି ଭାବୁଥିଲେ। ଯେତେବେଳେ କୃଷ୍ଣ ଓ ବଳରାମ ଘରକୁ ଆସିଲେ, ମା ଯଶୋଦା ସେମାନଙ୍କୁ ଭଲ ଭାବରେ ସ୍ନାନ କରାଇଦେଲେ ଏବଂ ସୁନ୍ଦର ପୋଷାକ ଓ ଅଳଙ୍କାର ପିନ୍ଧାଇ ଦେଲେ। ତାପରେ ସେ ବ୍ରାହ୍ମଣମାନଙ୍କୁ ଡକାଇଲେ ଏବଂ କୃଷ୍ଣଙ୍କର ଜନ୍ମଦିବସ ଉତ୍ସବ ଉପଲକ୍ଷେ ପିଲାମାନଙ୍କ ଜରିଆରେ ସେମାନଙ୍କୁ ଅନେକ ଗାଈ ଦାନ କଲେ। ଏହି ପ୍ରକାରେ ସେ ଗୃହରେ ଶ୍ରୀକୃଷ୍ଣଙ୍କର ଜନ୍ମଦିନ ଉତ୍ସବ ପାଳନ କଲେ। ଏହି ଘଟଣା ପରେ ବୟସ୍କ ଗୋପାଳବୃନ୍ଦ ଏକତ୍ର ହୋଇ ଏକ ସଭା କଲେ। ନନ୍ଦ ମହାରାଜ ସଭାପତି ହୋଇଥିଲେ। ମହାବନର ରାକ୍ଷସମାନଙ୍କର ଯେଉଁ ଉପଦ୍ରବ ହେଉଛି ତାହା କିପରି ବନ୍ଦ କରାଯାଇପାରିବ ସେହି ବିଷୟରେ ସଭାରେ ଆଲୋଚିତ ହେଲା। ସେ ସଭାରେ ନନ୍ଦ ମହାରାଜଙ୍କ ଭାଇ ଉପନନ୍ଦ ଉପସ୍ଥିତ ଥିଲେ। ସେ ଅଭିଜ୍ଞ ତଥା ଶାସ୍ତ୍ରଜ୍ଞ ବୋଲି ବିବେଚିତ ହେଉଥିଲେ। ସେ ମଧ୍ୟ କୃଷ୍ଣ ଓ ବଳରାମଙ୍କର ଶୁଭକାଂକ୍ଷୀ ଥିଲେ। ସେ ଜଣେ ନେତା ଥିଲେ। ସେ ନିମ୍ନଲିଖିତ ପ୍ରକାରେ ସଭାରେ ଭାଷଣ ଦେଲେ, ହେ ବନ୍ଧୁଗଣ, ଆମେ ଚାଲ ଏ ସ୍ଥାନ ତ୍ୟାଗ କରି ଅନ୍ୟ ଏକ ସ୍ଥାନକୁ ଯିବା, କାରଣ ଏଠାରେ ବରାବର ରାକ୍ଷସମାନଙ୍କର ଉପଦ୍ରବ ଲାଗି ରହି ଆମର ଶାନ୍ତିପୂର୍ଣ୍ଣ ଅବସ୍ଥାନରେ ବାଧା ସୃଷ୍ଟି ହେଉଅଛି।
ଏବଂ ସେମାନେ ବିଶେଷ କରି ଛୋଟ ପିଲାମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି। ପୁତନା ଓ କୃଷ୍ଣଙ୍କ କଥା ଭାବନ୍ତୁ। ଏହା କେବଳ ଭଗବାନ ହରିଙ୍କ ଦୟା ଯୋଗୁଁ କୃଷ୍ଣ ଏଡ଼େ ବଡ଼ ରାକ୍ଷସୀ କବଳରୁ ରକ୍ଷା ପାଇଲା। ତାପରେ ଚକ୍ରବାତ ରାକ୍ଷସ କୃଷ୍ଣଙ୍କୁ ଆକାଶକୁ ଉଠେଇ ନେଲା, କିନ୍ତୁ ଶ୍ରୀ ହରିଙ୍କ କୃପାରୁ ସେ ରକ୍ଷା ପାଇଲେ ଏବଂ ରାକ୍ଷସ ପଥର ଉପରେ ହୋଇପଡ଼ି ମୃତ୍ୟୁବରଣ କଲେ। ଏଇ ତ ନିକଟରେ ପିଲାଟି ଦୁଇଟି ଅର୍ଜୁନ ବୃକ୍ଷ ମଧ୍ୟରେ ଖେଳୁଥିଲା। ସେ ଗଛ ଦୁଇଟି ପ୍ରଚଣ୍ଡ ଶବ୍ଦ କରି ଉପୁଡ଼ି ପଡ଼ିଲେ, ତଥାପି ଶିଶୁର କିଛି କ୍ଷତି ହୋଇନାହିଁ। ତେଣୁ ଭଗବାନ ଶ୍ରୀ ହରି ତାଙ୍କୁ ପୁଣି ରକ୍ଷା କଲେ। ଏ ବିପଦ କଥା ଆପଣମାନେ ଭାବନ୍ତୁ। ଆଜି ଏପରି ହୋଇପାରିଥାନ୍ତା, ଏ ଶିଶୁ ସାଙ୍ଗରେ ଖେଳୁଥିବା ଅନ୍ୟ କୌଣସି ପିଲା ଗଛ ଚାପରେ ଆଜି ମରିଯାଇ ପାରିଥାନ୍ତେ। ଏହି ସବୁ କଥା ବିଚାର କଲେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିବା ଯେ ଏ ସ୍ଥାନ ନିରାପଦ ନୁହେଁ। ଚାଲ ଏ ସ୍ଥାନ ତ୍ୟାଗ କରି ଅନ୍ୟତ୍ର ଯିବା। ଭଗବାନ ଶ୍ରୀ ହରିଙ୍କ ଦୟାରୁ ଆମେ ସମସ୍ତେ ନାନା ବିପଦରୁ ରକ୍ଷା ପାଇଛେ। ବର୍ତ୍ତମାନ ଆମେ ସାବଧାନ ହେବା, ଏ ସ୍ଥାନ ତ୍ୟାଗ କରି ଅନ୍ୟତ୍ର ରହିବା, ଯେଉଁଠି ଆମେ ଶାନ୍ତିରେ ବାସ କରିପାରିବା। ମୁଁ ଭାବୁଛି, ଚାଲ ଆମେ ସମସ୍ତେ ବୃନ୍ଦାବନ ବଣକୁ ଯିବା, ଯେଉଁଠିକି ବର୍ତ୍ତମାନ କହଳ ଘାସପତ୍ର ବୃକ୍ଷଲତାମାନ ମୁଣ୍ଡ ଟେକିଛି। ଆମର ଗାଈମାନଙ୍କର ଚରିବା ପାଇଁ ମଧ୍ୟ ତାହା ଉପଯୁକ୍ତ ସ୍ଥାନ। ଆମେ ଆମର ପରିବାର, ପିଲାକବିଳା, ଗୋପୀଗୋପାଳମାନଙ୍କ ସହ ସେଠାରେ ଶାନ୍ତିରେ ରହିପାରିବା। ବୃନ୍ଦାବନ ନିକଟରେ ଅତି ସୁନ୍ଦର ଗୋବର୍ଦ୍ଧନ ପାହାଡ଼ ଅଛି। ସେଠାରେ ଆମର ଗୋବତ୍ସମାନଙ୍କ ନିମିତ୍ତ କଅଁଳ ଘାସପତ୍ର ଅଛି। ସେଠାରେ ବାସ କରିବାକୁ ଆମର କୌଣସି ଅସୁବିଧା ହେବ ନାହିଁ। ତେଣୁ ମୁଁ ପ୍ରସ୍ତାବ କରୁଛି, ସେ ସୁନ୍ଦର ସ୍ଥାନକୁ ଚାଲ ଆମେ ସାଙ୍ଗେ ସାଙ୍ଗେ ଆମର ଗାଡ଼ିମାନ ଠିକଣା କରିବା। ଯଦି ତୁମ୍ଭେମାନେ ଇଚ୍ଛା କର, ଗାଈମାନଙ୍କୁ ଆଗରେ ଚଲାଇ ଚାଲ ଯିବା। ଉପନନ୍ଦଙ୍କର କଥା ଶୁଣି ସମସ୍ତ ଗୋପାଳବୃନ୍ଦ ସଙ୍ଗେ ସଙ୍ଗେ ଯିବାକୁ ରାଜି ହୋଇଗଲେ। ଚାଲ ସେଠାକୁ ସାଙ୍ଗେ ସାଙ୍ଗେ ଯିବା। ପ୍ରତ୍ୟେକ ନିଜ ନିଜର ଗୃହ ସରଞ୍ଜାମ ଶଗଡ଼ ଗାଡ଼ିରେ ଲଦି ବୃନ୍ଦାବନକୁ ଯିବା ପାଇଁ ପ୍ରସ୍ତୁତ ହୋଇଗଲେ। ଗ୍ରାମର ସମସ୍ତ ବୃଦ୍ଧ ଓ ସ୍ତ୍ରୀ ପିଲାଏ ଗାଡ଼ିରେ ବସିଲେ ଏବଂ ବୟସ୍କ ଗୋପାଳଗଣ ଧନୁଶର ଧରି ଗାଡ଼ି ପଛରେ ଯିବା ପାଇଁ ତିଆରି ହୋଇଗଲେ। ସମସ୍ତ ଗାଈ ବାଛୁରୀ ସବା ଆଗରେ ରହିଲେ। ପୁରୁଷମାନେ ଧନୁଶର ଧରି ଚାରିଆଡ଼େ ବେଢ଼ି ରହିଲେ ଏବଂ ସେମାନଙ୍କର ସିଂଘା ବେଣୁଧ୍ୱନି କରିବାକୁ ଆରମ୍ଭ କଲେ। ଏହି ପ୍ରକାରେ କୋଳାହଳ ଧ୍ୱନି କରି ସେମାନେ ବୃନ୍ଦାବନ ଯାତ୍ରା ଆରମ୍ଭ କଲେ। ଗୋପ ଯୁବତୀ ଗଣଙ୍କ କଥା କିଏ ବର୍ଣ୍ଣନା କରିପାରିବ? ସେମାନେ ସମସ୍ତେ ସୁନ୍ଦର ମୂଲ୍ୟବାନ ଶାଢ଼ୀ ଓ ଅଳଙ୍କାରମାନ ପରିଧାନ କରି ଗାଡ଼ିରେ ବସିଥିଲେ। ସେମାନେ ଶିଶୁ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା ପୂର୍ବପରି ଗାନ କରିବାକୁ ଲାଗିଲେ। ମା ଯଶୋଦା ଓ ମା ରୋହିଣୀ ଏକ ସ୍ୱତନ୍ତ୍ର ଗାଡ଼ିରେ ବସିଥିଲେ। କୃଷ୍ଣ ଓ ବଳରାମ ସେମାନଙ୍କ କୋଳରେ ବସିଥିଲେ। ମା ରୋହିଣୀ ଓ ଯଶୋଦା ଗାଡ଼ିରେ ବସି ଯାଉଥିଲା ବେଳେ ସେମାନେ କୃଷ୍ଣ ଓ ବଳରାମଙ୍କ ସହ କଥାଭାଷା ହେଉଥିଲେ। ସେ କଥାଭାଷାରୁ ସେମାନେ ଦିବ୍ୟ ଆନନ୍ଦ ଲାଭ କରୁଥିଲେ। ସେମାନେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ। ଏହି ପ୍ରକାରେ ସେମାନେ ସେହି ବୃନ୍ଦାବନରେ ପହଞ୍ଚିଲେ, ଯେଉଁଠାରେ ପ୍ରତ୍ୟେକ ଶାଶ୍ୱତ ଭାବରେ ପରମ ସୁଖ ଶାନ୍ତିରେ ବାସ କରନ୍ତି। ସେମାନେ ବୃନ୍ଦାବନର ଚତୁର୍ଦିଗରେ ଘେରି ରହିଲେ ଏବଂ ଗାଡ଼ିମାନ ଏକ ସ୍ଥାନରେ ରଖିଲେ। ଯମୁନା ନଦୀ କୂଳରେ ଥିବା ଗୋବର୍ଦ୍ଧନ ପାହାଡ଼ର ସୁନ୍ଦର ଦୃଶ୍ୟ ଦେଖିବା ପରେ ସେମାନେ ବାସଭବନମାନ ନିର୍ମାଣ କରିବାରେ ଲାଗିଲେ। ସମବୟସ୍କମାନେ ଏକତ୍ର ବିଚରଣ କରୁଥିଲେ ଏବଂ ପିଲାମାନେ ସେମାନଙ୍କ ପିତାମାତାଙ୍କ ସହ କଥାବାର୍ତ୍ତା ହେଉଥିଲେ। ବୃନ୍ଦାବନର ଅଧିବାସୀମାନେ ଏହା ଦେଖି ଖୁବ୍ ଖୁସି ହେଲେ। ଏହି ସମୟରେ କୃଷ୍ଣ ଏବଂ ବଳରାମ ଗୋବତ୍ସମାନଙ୍କର ଦାୟିତ୍ୱରେ ଥିଲେ। ଗୋପାଳ ବାଳକମାନଙ୍କର ପ୍ରଥମ ଦାୟିତ୍ୱ ହେଉଛି ଛୋଟ ବାଛୁରୀମାନଙ୍କର ଦାୟିତ୍ୱ ନେବା। ବାଲ୍ୟକାଳରୁ ପିଲାମାନେ ଏଥିରେ ତାଲିମ ନିଅନ୍ତି। ତେଣୁ ଅନ୍ୟ ଗୋପାଳମାନଙ୍କ ସହ କୃଷ୍ଣ ଏବଂ ବଳରାମ ଗୌରଣ ଭୂମିକୁ ଗଲେ, ବାଛୁରୀ ଚରାଇଲେ ଏବଂ ଅନ୍ୟ ପିଲାମାନଙ୍କ ସହିତ କ୍ରୀଡ଼ାରତ ହେଲେ। ବାଛୁରୀ ଚରାଇଲା ବେଳେ ସେ ଦୁଇ ଭାଇ ବେଳେବେଳେ ବଂଶୀ ବଜାଉଥିଲେ। ଛୋଟ ପିଲାମାନେ ବଲ୍ ଖେଳିଲା ଭଳି ସେମାନେ ବେଳେବେଳେ ଆମଲକି ଫଳ ଓ ବେଲରେ ଖେଳୁଥିଲେ। ବେଳେବେଳେ ସେମାନେ ନାଚୁଥିଲେ ଏବଂ ଗୋଡ଼ରେ ବନ୍ଧା ହୋଇଥିବା ଘୁଙ୍ଗୁରର ରୁଣୁଝୁଣୁ ଧ୍ୱନି କରୁଥିଲେ। ବେଳେବେଳେ କମ୍ବଳ ଢାଙ୍କି ହୋଇ ଗାଈ ବଳଦ ବା ଷଣ୍ଢ ପରି ଅଭିନୟ କରୁଥିଲେ।
ଏହି ପ୍ରକାରେ କୃଷ୍ଣ ଓ ବଳରାମ ଖେଳୁଥିଲେ। ସେ ଦୁଇ ଭାଇ ମଧ୍ୟ ଗାଈ ବଳଦଙ୍କ ଧ୍ୱନିକୁ ଅନୁକରଣ କରି ଧ୍ୱନି କରୁଥିଲେ ଏବଂ ଷଣ୍ଢ ଲଢ଼େଇ ଖେଳ ମଧ୍ୟ ଖେଳୁଥିଲେ। ବେଳେବେଳେ ସେମାନେ ବିଭିନ୍ନ ପ୍ରାଣୀ ଓ ପକ୍ଷୀମାନଙ୍କ ଧ୍ୱନିକୁ ଅନୁକରଣ କରି ଧ୍ୱନି କରୁଥିଲେ। ଏହିପରି ସେମାନେ ସାଧାରଣ ସାଂସାରିକ ପିଲା ପରି ବାଲ୍ୟଲୀଳା କରୁଥିଲେ। ଦିନେ କୃଷ୍ଣ ଓ ବଳରାମ ଯମୁନା କୂଳରେ ଖେଳୁଥିଲା ବେଳେ ବତ୍ସାସୁର ନାମକ ଏକ ଅସୁରୀ ଏକ ବାଛୁରୀ ରୂପ ଧାରଣ କରି ଦୁଇ ଭାଇଙ୍କୁ ବଧ କରିବା ଉଦ୍ଦେଶ୍ୟରେ ସେଠାକୁ ଆସିଲା। ବାଛୁରୀ ରୂପ ଧରି ଅସୁର ଅନ୍ୟ ବାଛୁରୀମାନଙ୍କ ମେଳରେ ମିଶିଗଲା। କୃଷ୍ଣ କିନ୍ତୁ ଏକଥା ଜାଣିପାରିଲେ ଏବଂ ସେ ସାଙ୍ଗେ ସାଙ୍ଗେ ଅସୁରର ପ୍ରବେଶ କଥା ବଳରାମଙ୍କୁ କହିଲେ। ଦୁଇ ଭାଇ ଚୁପଚାପ ଭାବେ ଯାଇ ତାର ପିଛା ଧରିଲେ। କୃଷ୍ଣ ତାର ପଛ ଗୋଡ଼କୁ ଦୁଇଟିକୁ ଓ ଲାଞ୍ଜକୁ ଧରି ପକାଇଲେ ଏବଂ ଖୁବ୍ ଜୋରରେ ବୁଲାଇ ବୁଲାଇ ପିଟି କରି ଗୋଟିଏ ଗଛ ଉପରକୁ ଫିଙ୍ଗିଦେଲେ। ଅସୁରଟି ଜୀବନ ହରାଇ ଗଛ ଉପରୁ ତଳେ ପଡ଼ିଗଲା। ଯେତେବେଳେ ରାକ୍ଷସଟି ମରି ତଳେ ପଡ଼ିଗଲା, କୃଷ୍ଣଙ୍କର ସମସ୍ତ ଖେଳସାଥୀ ବାଃ ବାଃ କହି କୃଷ୍ଣଙ୍କୁ ଅଭିନନ୍ଦନ ଜଣାଇଲେ ଏବଂ ଦେବତାମାନେ ଖୁସି ହୋଇ ଆକାଶରୁ ପୁଷ୍ପବୃଷ୍ଟି କଲେ। ଏହି ପ୍ରକାରେ ସମସ୍ତେ ସୃଷ୍ଟିର ରକ୍ଷାକର୍ତ୍ତା କୃଷ୍ଣ ଓ ବଳରାମ ପ୍ରତିଦିନ ସକାଳେ ବାଛୁରୀମାନଙ୍କର ଯତ୍ନ ନେବାକୁ ଲାଗିଲେ ଏବଂ ଏହି ପ୍ରକାରେ ସେମାନେ ଗୋପାଳଙ୍କ ପରି ବୃନ୍ଦାବନରେ ବାଲ୍ୟଲୀଳା କଲେ। ସବୁ ଗୋପାଳ ବାଳକ ପ୍ରତିଦିନ ବାଛୁରୀମାନଙ୍କୁ ପାଣି ପିଆଇବାକୁ ଯମୁନା ନଦୀକୁ ଯାଉଥିଲେ। ସାଧାରଣତଃ ଯେତେବେଳେ ବାଛୁରୀମାନେ ଯମୁନା ନଦୀରୁ ପାଣି ପିଅନ୍ତି, ଗୋପାଳ ବାଳକମାନେ ବି ପାଣି ପିଅନ୍ତି। ଦିନେ ସେମାନେ ପାଣି ପିଇ ସାରି ନଦୀ କୂଳରେ ବସିଛନ୍ତି। ଏହି ସମୟରେ ସେମାନେ ଏକ ବିରାଟକାୟ ପ୍ରାଣୀ ଦେଖିଲେ, ଯିଏକି ଏକ ବତକ ପରି ଜଣାପଡ଼ୁଥିଲା ଏବଂ ସେ ଏକ ପାହାଡ଼ ପରି ବିରାଟକାୟ ଥିଲା। ତାହାର ପୁଷ୍ପଦେଶ ବଜ୍ର ପରି କଠିନ ଥିଲା। ସେମାନେ ଯେତେବେଳେ ଏପରି ଏକ ଅସାଧାରଣ ପ୍ରାଣୀ ଦେଖିଲେ, ସେମାନେ ଭୀତତ୍ରସ୍ତ ହୋଇପଡ଼ିଲେ। ସେ ପ୍ରାଣୀଟି ବକାସୁର ଥିଲା ଏବଂ ସେ କଂସର ଜଣେ ବନ୍ଧୁ। ସେ ହଠାତ୍ ଦେଖାଦେଲା ଏବଂ ତାର ତୀକ୍ଷ୍ଣ ତଣ୍ଟରେ କୃଷ୍ଣଙ୍କୁ ଆକ୍ରମଣ କଲା ଏବଂ ତାଙ୍କୁ ଖୁବ୍ ଶୀଘ୍ର ଗିଳି ପକାଇଲା। ଯେତେବେଳେ ସେ କୃଷ୍ଣଙ୍କୁ ଗିଳି ପକାଉଥିଲା, ବଳରାମଙ୍କ ସମେତ ସବୁ ପିଲାଏ ମୃତବତ ହୋଇଗଲେ। ସେମାନଙ୍କର ଶ୍ୱାସରୁଦ୍ଧ ହୋଇଗଲା। କିନ୍ତୁ ବକାସୁର ଯେତେବେଳେ ଶ୍ରୀକୃଷ୍ଣଙ୍କୁ ଗିଳୁଥିଲା, ସେତେବେଳେ ତାର ତଣ୍ଟି ଯେପରି ଜଳି ଉଠୁଛି ଏହିପରି ଅନୁଭବ କରୁଥିଲା। ଏହା କୃଷ୍ଣଙ୍କର ଉଜ୍ଜ୍ୱଳ କାନ୍ତି ବା ଦୀପ୍ତି ଯୋଗୁଁ ହେଉଥିଲା। ତେଣୁ ରାକ୍ଷସ ସାଙ୍ଗେ ସାଙ୍ଗେ କୃଷ୍ଣଙ୍କୁ ଫୋପାଡ଼ି ଦେଲା ଏବଂ ଥଣ୍ଟରେ ଆଘାତ କରି ତାଙ୍କୁ ମାରିବାକୁ ଚେଷ୍ଟା କଲା। ବକାସୁର ଏକଥା ଜାଣିନଥିଲା ଯେ ଯଦିଓ କୃଷ୍ଣ ନନ୍ଦ ମହାରାଜଙ୍କର ସନ୍ତାନ ରୂପେ କ୍ରୀଡ଼ା କରୁଥିଲେ, ତଥାପି ସେ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ସମସ୍ତଙ୍କର ଆଦି ପିତା ଥିଲେ, ମା ଯଶୋଦାଙ୍କର ସନ୍ତାନ, ଯିଏକି ଦେବତାମାନଙ୍କର ସରୋବର ଏବଂ ସାଧୁସନ୍ଥମାନଙ୍କର ପ୍ରତିପାଳକ। ସେ ବିରାଟ ବକାସୁରର ଥଣ୍ଟକୁ ଧରି ପକାଇଲେ ଏବଂ ତାଙ୍କର ଗୋପାଳ ବାଳକ ବନ୍ଧୁମାନଙ୍କ ସମକ୍ଷରେ ଏକ ବାଳକ ପରି ଯେପରି ଅତି ସହଜରେ ଗୋଟାଏ ଘାସପତ୍ରକୁ ଦୁଇ ଫାଳ କରି ଚିରିଲା ପରି ବକାସୁରର ପାଟିକୁ ଚିରି ପକାଇଲେ। ଆକାଶରୁ ଦେବତାମାନେ ଖୁସି ହୋଇ ଅଭିନନ୍ଦନ ଜଣାଇ ଅତି ସୁଗନ୍ଧ ପୁଷ୍ପ ଚମେଲି ପୁଷ୍ପ ବୃଷ୍ଟି କଲେ। ପୁଷ୍ପବୃଷ୍ଟି ସହ ଭେରୀ, ତୁରୀ, ଶଙ୍ଖ ଆଦି ମଧ୍ୟ ବାଜି ଉଠିଲା। ଯେତେବେଳେ ପିଲାମାନେ ଆକାଶରୁ ପୁଷ୍ପବୃଷ୍ଟି ହେଉଥିବାର ଦେଖିଲେ ଏବଂ ଦୁନ୍ଦୁମ୍ଭି ଧ୍ୱନି ଶୁଣିଲେ, ସେମାନେ ଅତି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖିଲେ, ବଳରାମଙ୍କ ସମେତ ସେମାନେ ଏତେ ଖୁସି ହୋଇଗଲେ ଯେ ସେମାନେ ଯେପରି ନୂତନ ଜୀବନ ଲାଭ କଲେ ସେହିପରି ଜଣାପଡ଼ିଲା। ସେମାନେ ଯେପରି ଦେଖିଲେ କୃଷ୍ଣ ସେମାନଙ୍କ ଆଡ଼କୁ ଆସୁଛନ୍ତି, ସେମାନେ ଜଣ ଜଣ କରି ନନ୍ଦ ମହାରାଜଙ୍କର ପୁତ୍ର କୃଷ୍ଣଙ୍କୁ ଆଲିଙ୍ଗନ କରି ଛାତିରେ ଭିଡ଼ି ଧରିଲେ। ଏହାପରେ ସେମାନେ ବାଛୁରୀମାନଙ୍କୁ ଏକାଠି କରି ଘରକୁ ଫେରିଲେ। ସେମାନେ ଘରେ ପହଞ୍ଚି ନନ୍ଦସୁତଙ୍କର ଆଶ୍ଚର୍ଯ୍ୟଜନକ କ୍ରିୟାକଳାପ ସମ୍ବନ୍ଧରେ କଥାବାର୍ତ୍ତା ହେବାକୁ ଲାଗିଲେ। ଯେତେବେଳେ ଗୋପୀ ଗୋପାଳମାନେ ପିଲାମାନଙ୍କ ଠାରୁ କୃଷ୍ଣଙ୍କର ଏ ଲୀଳା ସମ୍ବନ୍ଧରେ ଶୁଣିଲେ, ସେମାନେ ସମସ୍ତେ ଭାରି ଖୁସି ହେଲେ, କାରଣ ସେମାନେ ସ୍ୱଭାବତଃ ସମସ୍ତେ କୃଷ୍ଣଙ୍କୁ ଭଲ ପାଆନ୍ତି ଏବଂ କୃଷ୍ଣଙ୍କର ଲୀଳା, ଗୁଣଗାଥା, ଗୌରବ ଆଦି ଶ୍ରବଣ କରି ସେମାନେ କୃଷ୍ଣଙ୍କ ପ୍ରତି ଅତ୍ୟଧିକ ସ୍ନେହୀ ହୋଇ ଉଠିଲେ।
ଶିଶୁ ଶ୍ରୀକୃଷ୍ଣ ମୃତ୍ୟୁମୁଖରୁ ରକ୍ଷା ପାଇଛନ୍ତି। ଏହି କଥା ଚିନ୍ତା କରି ସେମାନେ ଅତ୍ୟନ୍ତ ଆଦର ଓ ସ୍ନେହରେ କୃଷ୍ଣଙ୍କ ମୁଖକୁ ଦେଖିବାକୁ ଲାଗିଲେ। ସେମାନେ ବଡ଼ ଉଦ୍ବିଗ୍ନ ହୋଇପଡ଼ିଥିଲେ, ତଥାପି କୃଷ୍ଣଙ୍କୁ ଦୃଷ୍ଟିପଥରୁ ଏଡ଼ାଇ ପାରିଲେ ନାହିଁ, ଅର୍ଥାତ୍ କୃଷ୍ଣ ଦର୍ଶନରୁ ମୁଖ ଫେରାଇ ପାରିଲେ ନାହିଁ। ଗୋପୀ ଗୋପାଳମାନେ ପରସ୍ପର ମଧ୍ୟରେ ଏହି କଥାବାର୍ତ୍ତା ହେବାକୁ ଲାଗିଲେ ଯେ ଏହା କିପରି କଥା ଯେ ଶିଶୁ କୃଷ୍ଣଙ୍କୁ ଏତେବାର ଅସୁରମାନେ ଆକ୍ରମଣ କରୁଛନ୍ତି, ତଥାପି ଶିଶୁ କୃଷ୍ଣ ଅକ୍ଷତ ଶରୀରରେ ସେମାନଙ୍କ ଆକ୍ରମଣରୁ ଉଦ୍ଧୁରୁଛନ୍ତି ଏବଂ ଅସୁରମାନଙ୍କର ବିନଷ୍ଟ ହେଉଛି। ସେମାନେ କଥାବାର୍ତ୍ତା ହେବାକୁ ଲାଗିଲେ କିପରି ଏଡ଼େ ଏଡ଼େ ପ୍ରକାଣ୍ଡ ଶରୀରଧାରୀ ରାକ୍ଷସ ଶିଶୁ କୃଷ୍ଣଙ୍କୁ ବଧ କରିବା ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରୁଛନ୍ତି, କିନ୍ତୁ ଶ୍ରୀ ହରିଙ୍କ କୃପା ଯୋଗୁଁ ସେମାନେ କୃଷ୍ଣଙ୍କର କୌଣସି କ୍ଷତି କରିପାରୁନାହାନ୍ତି। ବରଂ କ୍ଷୁଦ୍ର ମକ୍ଷିକାଗଣ ଅଗ୍ନିରେ ନିପତିତ ହୋଇ ମୃତ୍ୟୁବରଣ କଲା ପରି ସେମାନେ ମୃତ୍ୟୁବରଣ କରୁଛନ୍ତି। ଏହି ପ୍ରକାରେ ସେମାନେ ଗର୍ଗମୁନିଙ୍କ କଥାକୁ ମନେ ପକାଇଲେ, ଯିଏକି ତାଙ୍କର ବିଶାଳ ବୈଦିକ ତଥା ଜ୍ୟୋତିଷ ଜ୍ଞାନ ବଳରେ ଭବିଷ୍ୟତବାଣୀ ପ୍ରକାଶ କରିଥିଲେ ଯେ ଏହି ବାଳକ ଅନେକ ଅସୁରଙ୍କ ଦ୍ୱାରା ଆକ୍ରାନ୍ତ ହେବ। ବର୍ତ୍ତମାନ ସେମାନେ ଦେଖୁଛନ୍ତି ଯେ ତାଙ୍କ କଥା ଅକ୍ଷରେ ଅକ୍ଷରେ ସତ୍ୟ ହେଉଅଛି। ନନ୍ଦ ମହାରାଜଙ୍କ ସମେତ ସମସ୍ତ ବୟସ୍କ ଗୋପାଳବୃନ୍ଦ କୃଷ୍ଣ ଓ ବଳରାମଙ୍କର ଅଦ୍ଭୁତ କ୍ରିୟାକଳାପ ସମ୍ବନ୍ଧରେ କଥାବାର୍ତ୍ତା ହେବାକୁ ଲାଗିଲେ ଏବଂ ସେମାନେ ସର୍ବଦା ସେହି କଥାର ଆଲୋଚନାରେ ଏତେ ଦୂର ମଜ୍ଜି ଯାଇଥିଲେ ଯେ ସେମାନେ ଭୌତିକ ସ୍ଥିତିର ତ୍ରିତାପକୁ ଭୁଲି ଯାଇଥିଲେ। ଏହା ହେଉଛି କୃଷ୍ଣ ଭାବନାର ଫଳ। 5000 ବର୍ଷ ତଳେ ଯାହା ନନ୍ଦ ମହାରାଜଙ୍କ ଦ୍ୱାରା ଅନୁଭୂତ ହୋଇଥିଲା, ତାହା ବର୍ତ୍ତମାନ ସୁଦ୍ଧା କୃଷ୍ଣ ଚେତନଶୀଳ ବ୍ୟକ୍ତିମାନଙ୍କ ଦ୍ୱାରା ଅନୁଭୂତ ହେଉଅଛି। କୃଷ୍ଣ ଚେତନଶୀଳ ଭକ୍ତବୃନ୍ଦ ବର୍ତ୍ତମାନ ସୁଦ୍ଧା ଶ୍ରୀକୃଷ୍ଣଙ୍କର ତଥା ତାଙ୍କ ସାଙ୍ଗସାଥୀ ଭକ୍ତବୃନ୍ଦଙ୍କର ସେହି ଦିବ୍ୟଲୀଳା ଓ କ୍ରିୟାକଳାପ ସମ୍ବନ୍ଧରେ କଥାବାର୍ତ୍ତା କରି ଓ ଆଲୋଚନା କରି ସେହି ଆନନ୍ଦ ଉପଭୋଗ କରିପାରୁଛନ୍ତି। ଏହି ପ୍ରକାରେ ରାମଚନ୍ଦ୍ରଙ୍କର ଯେଉଁ ମର୍କଟ ସୈନ୍ୟମାନେ ସମୁଦ୍ର ଉପରେ ସେତୁ ବାନ୍ଧିଥିଲେ ଏବଂ ଯେଉଁ ହନୁମାନ ସମୁଦ୍ରକୁ ଡେଇଁ ଲଙ୍କାକୁ ଯାଇଥିଲା, ସେହିମାନଙ୍କୁ ଅନୁକରଣ କରି ଉଭୟ କୃଷ୍ଣ ଓ ବଳରାମ ସେମାନଙ୍କର ବାଲ୍ୟଲୀଳା ଖେଳା ଉପଭୋଗ କରୁଥିଲେ। ସେମାନଙ୍କ ସାଥୀବୃନ୍ଦଙ୍କ ମେଳରେ ସେମାନେ ଏ ପ୍ରକାର ଲୀଳାଖେଳାକୁ ଅନୁକରଣ କରିବାକୁ ଲାଗିଲେ ଏବଂ ଏହିପରି ଖୁବ୍ ଆନନ୍ଦରେ ସେମାନେ ବାଲ୍ୟ ଜୀବନ ବିତେଇବାକୁ ଲାଗିଲେ। ଭକ୍ତି ବେଦାନ୍ତ ଭାଷ୍ୟର 11 ଅଧ୍ୟାୟ ବତ୍ସାସୁର ଓ ବକାସୁର ବଧ ଶୀର୍ଷକ ବିଷୟ ଶେଷ ହେଲା।